ରାଧେ ରାଧେ। ମୁଁ ଶ୍ୱେତଲାନା, ଆପଣ ସମସ୍ତଙ୍କୁ ଶ୍ୱେତଲାନା ରଥ ଚ୍ୟାନେଲରେ ଅନେକ ଅନେକ ସ୍ୱାଗତ। ଆଗକୁ ବାହୁଡ଼ା ଯାତ୍ରା ଆସୁଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ବାହୁଡ଼ା ଯାତ୍ରାରେ ତାଙ୍କ ମାଉସୀ ମାଙ୍କ ପାଖରୁ ପୋଡ଼ ପିଠା ଖାଇକି ବାହାରିକି ଆସିଥାନ୍ତି। ଆମେମାନେ ବି ଘରେ ଘରେ ପିଠାପଣା ବନେଇବା ଆଉ ମହାପ୍ରଭୁଙ୍କୁ ଭୋଗ ଲଗେଇବା। ଆଜିର ଏଇ ସହଜ ଓ ସ୍ୱାଦିଷ୍ଟ ପିଠାଟା ବନେଇବା ପାଇଁ ମୁଁ ନେଇଛି, ଦେଖନ୍ତୁ, ଅଧା କପ୍ ଅଟା। ଆପଣମାନେ ଭାଗ ମାପଟା ଠିକ୍ କରିକି ନେବେ, ବହୁତ ଟେଷ୍ଟି ବନିବ। ଆଉ ନେବେ ତାପରେ ଅଧା କପ୍ ମଇଦା, ଅଧା କପ୍ର ଅଧା ଆପଣମାନେ ସୁଜି ନେବେ। ଆଉ ଦେଖନ୍ତୁ, ମୁଁ ନେଇଛି ଏଠି ଅଧା କପ୍ ନଡ଼ିଆ ଗୁଣ୍ଡ। ନଡ଼ିଆ ଗୁଣ୍ଡଟା ଆପଣମାନେ ପକେଇବେ, ଦେଖିବେ ପିଠାର ଟେଷ୍ଟଟା ପୁରା ବଢ଼ି ଯାଇଥାଏ। ମିଠା ପାଇଁ ନେଇଛି ଏଠି ମୁଁ ହାଫ୍ କପ୍ ଗୁଡ଼। ପତଞ୍ଜଲିର ଯେଉଁ ଗୁଡ଼ ପାଉଡ଼ରଟା ଆସେ, ମୁଁ ସେଇଟା ନେଇଛି। ଆପଣମାନେ ଏଇ ପିଠାକୁ ନା ଗୁଡ଼ରେ ବନେଇବେ, ତାର କଲର୍ ବି ସୁନ୍ଦର ଆସିବ, ଆଉ ଦେହ ପାଇଁ ବି ଗୁଡ଼ଟା ଭଲ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଚିନି ବଦଳରେ ଗୁଡ଼ ବ୍ୟବହାର କରାଯାଇଥାଏ। ଏଇସବୁ ଯେଉଁ ଡ୍ରାଇ ଇନଗ୍ରେଡ଼ିଏଣ୍ଟସ୍ ଆମର ଅଛି, ତାକୁ ଆମେ ଭଲ ଭାବରେ ଆଗେ ମିକ୍ସ କରିଦେବା। ଏଇ ପିଠାଟା ବନେଇବା ବି ବହୁତ ସହଜ, ଆଉ ଖାଇବାକୁ ବି ବହୁତ ଟେଷ୍ଟି। ଆପଣମାନେ ନିଶ୍ଚିତ ଭାବରେ ଏଇ ପିଠାକୁ ଆପଣମାନେ ବନେଇବେ। ବାହୁଡ଼ା ଯାତ୍ରାରେ ମହାପ୍ରଭୁଙ୍କ ପାଖରେ ଭୋଗ ଲଗେଇବେ। ଏବେ ଦେଖନ୍ତୁ, ମୁଁ ବାସ୍ନା ପାଇଁ କିଛି ନେଇଛି ପାନମହୁରି। ପାନମହୁରି ମୁଁ ଏଠି ନେଇଛି ଗୋଟେ ବଡ଼ ଚାମଚ। ପାନମହୁରି ପକେଇବେ ନା ଆପଣ, ବାସ୍ନା ବହୁତ ବଢ଼ିଆ ଆସିବ ପିଠାରେ ଖାଇଲା ବେଳକୁ। ଆଉ ନେଇଛି ଦେଖନ୍ତୁ ଦୁଇଟା ଛୋଟ ଗୁଜୁରାତି। ଗୁଜୁରାତିକୁ ଆପଣମାନେ ଭଲ ଭାବରେ ଛେଚିକି ଗୁଣ୍ଡ କରିଦେଇକି ପକେଇବେ। ଏଇସବୁକୁ ଆପଣମାନେ ପୁଣି ଭଲ ଭାବରେ ମିଶେଇ ଦେବେ। କ୍ଷୀର ଆପଣମାନେ ଫୁଟେଇକି ରଖିଥିବେ, ସେ ଗରମ କ୍ଷୀରକୁ କିନ୍ତୁ ପକେଇବେନି। କ୍ଷୀର ଯେତେବେଳେ ଆମର ଥଣ୍ଡା ହେଇଯିବ, ସେଇ କ୍ଷୀରକୁ ଆପଣମାନେ ଅଳ୍ପ ଅଳ୍ପ କରିକି ମିଶେଇବେ। ଏକା ସାଙ୍ଗରେ କ୍ଷୀର ଗୁଡ଼ା ଦେବେନି, ନହେଲେ ନା ଆପଣମାନେ ଜାଣିପାରିବେନି, ପାଣିଚିଆ ହେଇଯିବ, ଭଲ ହବନି। ଆଉ କ୍ଷୀରକୁ ଅଳ୍ପ ଅଳ୍ପ କରିକି ଧୀରେ ଧୀରେ କରିକି ଆପଣମାନେ ମିକ୍ସ କରିବେ। ଏଇ ପିଠାକୁ ଆପଣମାନେ କୌଣସି ବି ପର୍ବପର୍ବାଣୀରେ ବନେଇକି ଭଗବାନଙ୍କ ପାଖେ ଭୋଗ ଲଗେଇ ପାରିବେ। ଆଗକୁ ତ ରାକ୍ଷୀ ପୂର୍ଣ୍ଣିମା ଆସୁଛି। ରାକ୍ଷୀ ପୂର୍ଣ୍ଣିମାରେ ବି ଆପଣମାନେ ବଳଭଦ୍ରଙ୍କ ପାଖରେ ଭୋଗ ଲଗେଇ ପାରିବେ। ଜନ୍ମାଷ୍ଟମୀରେ ଭୋଗ ଲଗେଇ ପାରିବେ। ଶିବରାତ୍ରି, ମକର ସଂକ୍ରାନ୍ତି, ସବୁଥିରେ ଆପଣମାନେ ଏଇ ପିଠାକୁ ବନେଇକି ଭୋଗ ଲଗେଇ ପାରିବେ ଭଗବାନଙ୍କ ପାଖରେ। ବହୁତ ସହଜରେ ଆଉ କମ୍ ସମୟରେ ଏଇ ପିଠାଟା ବନି ଯାଇଥାଏ। ଜନ୍ତୁଣି କରିବାକୁ ବି ପଡ଼େନି, ଇଜିଲି ହେଇଯାଇଥାଏ। ଏବେ ନା ଆମେ ୟାକୁ ଅଧା ଘଣ୍ଟା ରେଷ୍ଟ କରିବାକୁ ଛାଡ଼ିଦେବା। ଦେଖନ୍ତୁ, ଏବେ ଆମର ସୁଜିଟା ପୁରା ଫୁଲି ଯାଇଛି, କେତେ ବଢ଼ିଆ ହେଇଯାଇଛି ଦେଖନ୍ତୁ। ଆଉ ଟିକେ ଆମକୁ ଏଠି ନା କ୍ଷୀର ଟିକେ ଗୋଳେଇବାକୁ ପଡ଼ିବ। ସୁଜିଟା ପୁରା ମାନେ କ୍ଷୀରକୁ ପୁରା ପିଇ ଦେଇଛି, ସେଥିଲାଗି ଟିକେ ବହଳିଆ ହେଇଯାଇଛି ଆମର ଆଣଟା। ଆମେ ଏଠି ଆଉ ଟିକେ କ୍ଷୀର ପକେଇକି ମିକ୍ସ କରିବା। 56 ଭୋଗ ମୁଁ ବହୁତ ଗୁଡ଼େ ବନେଇଛି, ମୋର ପ୍ଲେଲିଷ୍ଟରେ ଯାଇକି ଆପଣମାନେ ଦେଖିପାରିବେ। ଦେଖନ୍ତୁ, ଆଉ ଟିକେ ମୁଁ କ୍ଷୀର ପକେଇକି ଗୋଳେଇ ଦେଉଛି। ଆଣଟା ଆମକୁ ଠିକ୍ ଏଇପରିକା ରଖିବାର ଅଛି। ଦେଖନ୍ତୁ, ଏବେ ଆମେ ଗୋଟେ ପ୍ୟାନ୍ଟେ ନେବା। ପ୍ୟାନ୍ରେ ଆମେ ଘିଅ ଦେବା। ଘିଅରେ ଆପଣମାନେ ଏଇ ପିଠାକୁ କରିବେ, ଦେଖିବେ ବହୁତ ଟେଷ୍ଟି ଲାଗିବ। ଆଉ ଭଗବାନଙ୍କୁ କିଛି ବି ପିଠାପଣା ଆମେ ଘିଅରେ ବନେଇକି ଦେଲେ ନା ବହୁତ ଭଲ ଲାଗେ। ଆପଣମାନେ ଚାହିଁଲେ ଏଇ ପିଠାକୁ ତେଲରେ ବି କରିପାରିବେ। ଖାଲି ଦିନରେ ଯଦି ଆପଣମାନଙ୍କୁ ବନେଇକି ଏମିତି ଖାଇବାକୁ ଇଚ୍ଛା ହେବ, ଆପଣମାନେ ତେଲରେ ବି ବନେଇ ପାରିବେ। ଦେଖନ୍ତୁ, ଏବେ ଆମେ ଗୋଟେ ଡଙ୍କିଟେ ନେବା। ଡଙ୍କିରେ ନା ଆମେ ଅଳ୍ପ ଅଳ୍ପ ଆଣ ନେଇକି ସେଠି ତେଲରେ ପକେଇବା। ଯେତେବେଳେ ଆମର ଗୋଟେ ପଟ ସାଇଡ୍ ହେଇଯିବ, ଆମେ ତାକୁ ଓଲଟେଇବା। ଧୀର ସ୍ଥିରରେ କରିବେ, କ'ଣ ପାଇଁକି ତେଲ ଆମର ଗରମ ଥାଏ। କିଛି ବି ଜିନିଷ ଆପଣମାନେ ଛଣାଛଣି କରିବେ ନା, ପୁରା ଧୀର ସ୍ଥିରରେ କରିବେ। ତଳଟା ଆମର ହେଇଗଲା ପରେ ଆମେ ଓଲଟ ପାଲଟ କରିବା। ଦେଖନ୍ତୁ, ତଳଟା ଆମେ ଯେତେବେଳେ ଓଲଟେଇଲେ, ଆମେ କଲର୍ଟା କେତେ ସୁନ୍ଦର ଆସିଛି ଦେଖନ୍ତୁ, ଆଉ କେତେ ବଢ଼ିଆ ହେଇଛି ପିଠାଟା। ଆପଣମାନେ ଭାବିବେନି କି ପିଠାଟା ଗୋଲ କ'ଣ ପାଇଁ ହେଲାନି। ଗୋଲ ନା, ଏଇ ପିଠାଟା ହୁଏନି। ଏଇପରିକା ହିଁ ଆମର ଏଇ ପିଠା ସବୁ ହବ। ଟେଷ୍ଟରେ କିନ୍ତୁ ବହୁତ ବଢ଼ିଆ ଲାଗେ। ଆପଣମାନେ ଗୋଟେ ଥର ହେଲେ ଟ୍ରାଏ କରିବେ। ଦେଖନ୍ତୁ, ହେଇଗଲା ପରେ ନା ମୁଁ ତେଲରୁ ଏସବୁଗୁଡ଼ା ସବୁ ବାହାର କରିକି ଗୋଟେ ବାଉଲରେ ରଖିଦେଉଛି।
ଆଉ ସେଇ ପ୍ରୋସେସରେ ନା ଆମେ ସବୁତକ ପିଠାକୁ ବନେଇବା। ବହୁତ ସହଜ ବି, କମ୍ ସମୟରେ ବି ବନିଯାଏ। ଆଉ କୌଣସି ପର୍ବପର୍ବାଣିରେ ଆପଣମାନେ ଏଇ ପିଠାକୁ ବନେଇକି ଭଗବାନଙ୍କୁ ଅର୍ପଣ କରିପାରିବେ। ଦେଖନ୍ତୁ ଫାଷ୍ଟରେ ମୁଁ ଯେମିତି ବନେଇଥିଲି ସେଇପରିକା ପୁଣି ବନଉଛି। ସେଇ ସେମ୍ ପ୍ରୋସେସରେ ଆପଣମାନେ ବନେଇବେ। ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଆପଣମାନେ ଏଇ ପିଠାକୁ କରିବେ। ଜମା ବି ହାଇ ଫ୍ଲେମ୍ରେ କରିବେନି, ନହେଲେ ନା ଆମର ଭିତର ଗୁଡ଼ା ନା କଞ୍ଚା ରହିଯିବ। କଲର୍ ତ ଆସିଯିବ ଉପରେ, କିନ୍ତୁ ଭିତର ଗୁଡ଼ା କଞ୍ଚା ରହିଯିବ। ଆପଣମାନେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ କରିକା କରିବେ। ଦେଖନ୍ତୁ ଆମର ସବୁ ପିଠା ରେଡ଼ି ହେଇଗଲାଣି। ଏବେ ଆମେ ଆମର ଶ୍ରୀ ରାଧା ଗୋବିନ୍ଦଙ୍କୁ ଅର୍ପଣ କରିବା। ପ୍ଲେଟ୍ରେ ଦେଖନ୍ତୁ ମୁଁ ସବୁ ପିଠାତକ ସଜେଇ ଦଉଛି। ବହୁତ ସହଜ ନା ଏଇ ପିଠାଟା ବନେଇବା। ଆପଣମାନେ ବନେଇବେ, ଆଉ କେମିତି ଲାଗିଲା ଆପଣମାନେ ମୋତେ କମେଣ୍ଟରେ ଜଣେଇବେ। ବାହୁଡ଼ା ଯାତ୍ରାରେ ନିଶ୍ଚିତ ଭାବରେ ଏଇ ପିଠାକୁ ବନେଇକି ଶ୍ରୀ ଜଗନ୍ନାଥଙ୍କୁ ଅର୍ପଣ କରିବେ। ମୁଁ ବନେଇ ସାରିଲା ପରେ ଶ୍ରୀ ରାଧା ଗୋବିନ୍ଦଙ୍କୁ ଅର୍ପଣ କରିଥିଲି। ଆଉ ଅର୍ପଣ କଲା ପରେ ଛୁଆମାନଙ୍କୁ ଦେଲି, ଛୁଆମାନେ ପାଇଲେ, ତାଙ୍କୁ ବହୁତ ବଢ଼ିଆ ଲାଗିଲା, ବହୁତ ଟେଷ୍ଟି ହେଇଛି ମା କହିଲେ। ଏବେ ଆମେ ଆମର ଶ୍ରୀ ରାଧା ଗୋବିନ୍ଦଙ୍କୁ ତୁଳସୀ ପକେଇକି ଅର୍ପଣ କରିବା। ଯାହା ବି ଆପଣମାନେ ଭୋଗ ବନେଇବେ ନା ତୁଳସୀ ପକେଇକି ଅର୍ପଣ କରିବେ। ତୁଳସୀ ପକେଇଲେ ହିଁ ଆମର ପ୍ରଭୁ ପାଆନ୍ତି। ଆପଣମାନଙ୍କୁ ଆଜିର ରେସିପି କେମିତି ଲାଗିଲା ମୋତେ କମେଣ୍ଟରେ ଜଣେଇବେ। ବନେଇ ସାରିଲା ପରେ ବି କେମିତି ଲାଗିଲା ପିଠା ଆପଣମାନେ ମୋତେ କମେଣ୍ଟରେ ଜଣେଇବେ। ଯଦି ଆଜିର ଏଇ ପିଠା ରେସିପିଟା ଆପଣମାନଙ୍କୁ ଭଲ ଲାଗିଲା, ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରାଧେ ରାଧେ।